ଆଜି ଖାଇ ବସିଲା ବେଳକୁ ମୋ ହଂସା ଉଡ଼ିଲାଣି। କାହିଁକି ନା ସକାଳୁ ମୁଁ ଖାଲି ଏପଟ ସେପଟ ହେଉଛି, ଆଉ ଭିଡ଼ିଓ କରିବାକୁ ବି ବେଳ ପାଇନଥିଲି। ମୁଁ କ'ଣ ଖାଇଥିଲି ଆଗରୁ କହିଥିଲି, ଏବେ ବି ଆପଣମାନେ ଦେଖିନେବେ। ଆମ ଘରେ ତ ରବିବାର ଆମିଷ ହୁଏନି, ସାଧାରଣ ରୋଷେଇ, ଆଉ ଯାହା ଟିକେ ସିଟିମିଟି ହୁଏ। କିନ୍ତୁ ଆଜି ଆମର ଯେହେତୁ ବଜାର ଯିବାର ଥିଲା, ଲିପି ତରବର ହେଇ ରୋଷେଇ ସାରି ଦେଇଥିଲା। ଆମେ ରୋଷେଇ ସାରି ଦେଇ ଗଲୁ ଆଗ ଗୋଟେ ଦୋକାନ, କାହିଁକି ନା କୁନିର ରଜ ଡ୍ରେସ୍ କିଣିବାର ଥିଲା। ଆମେ ରଜ ଡ୍ରେସ୍ ବାଛିଲା ବେଳକୁ ସିଏ ତାର ଏପଟ ସେପଟ ହେଉଥିଲା। ଆଉ ସେତେବେଳେ ଦର୍ପଣ ପାଖେ ପହଞ୍ଚିଗଲା, ମୁଁ ହଠାତ୍ ମୋତେ ଲାଗିଲା ଆଉ ଗୋଟେ ଛୋଟ ଛୁଆ କୁଆଡ଼ୁ ଆଇଲା କି, ସେଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ତା ଭିଡ଼ିଓଟି କରିଦେଇଥିଲି। ଆଉ ବାବାଇ ଲିପି ବାଛୁଥିଲେ ଡ୍ରେସ୍, ମୁଁ ମଝିରେ ମଝିରେ ଟିକେ ଡ୍ରେସ୍ ଅନଉଥିଲି, ଆଉ ଟିକେ କୁନି ଆଡ଼କୁ ଲକ୍ଷ୍ୟ କରୁଥିଲି। କାହିଁକିନା ଦୋକାନ ଫୋକାନ ଗୁଡ଼ା ବହୁତ ଚିକଣ ଖସଡ଼ା, କାଳେ ତା ଗୋଡ଼ ଫୋଡ଼ ଖସିଯିବ, ପଡ଼ିଯିବ। ଯାହା ବି ହେଉ ଖୁବ୍ ତରବରରେ ଆମେ କୁନି ପାଇଁ ଗୋଟେ ଡ୍ରେସ୍ ବାଛି ଆଣିଲୁ। ଡ୍ରେସ୍ କାହିଁକି ଦେଖେଇବି, ରଜରେ ପିନ୍ଧିଲେ ଦେଖିବେ। ସେଠି କିନ୍ତୁ ହାବୁଡ଼ି ଗଲି ପୁଣି ଗୋଟିଏ ସୁନା ଝିଅ, ଯିଏକି ମୋ ଜୀବନ ସାରା ପରିବାରର। ତାଙ୍କ ସହିତ ଆମେ ଶାଶୁ ବୋହୂ ମିଶି ଫଟୋ ଉଠେଇଲୁ, ବାବାଇ କରିଦେଲା। ମୋତେ ଭାରି ଖୁସି ଲାଗିଲା। ଯୁଆଡ଼େ ଗଲେ ଏମିତି କାହାକୁ ଜଣେ ପାଇଗଲେ ମୋତେ ଭାରି ଆନନ୍ଦ ଲାଗେ। ମୁଁ ଭାବେ ସତରେ ମୋ ପରିବାରଟା କେଡ଼େ ବିସ୍ତୀର୍ଣ୍ଣ। କିଛି ତ ନଥିଲା ଦେବାକୁ, ମୋର ଗୋଟେ କାର୍ଡ଼ ହିଁ ଦେଇଦେଲି। ସେଠୁ ଆସି ଗ୍ଲାସ୍ ଲେଖା ଆଖୁ ରସ ପିଇଦେଲୁ। ଖରା ଆଜି କେମିତି ହେଉଥିଲା ଆପଣମାନେ ସମସ୍ତେ ଜାଣିଥିବେ। ଏତେ ଖରା, ଏଡ଼େ ସୁନ୍ଦର ପାଗ ହେଇଥିଲା, କୁଆଡ଼େ ଗଲା ସେ ପାଗ। ଏଇନା ତ ପୁରା ଜାଳୁଛି, ତେଣୁ ଟିକେ ଆଖୁ ରସ ହିଁ ପିଇଲୁ। ଆଉ ଯେଉଁଠିକି ଯିବୁ ସେଠି ଠିଆ ହେବା ପାଇଁ ବି ବେଳ ନାହିଁ। ଜୁସ୍ ପିଇବାକୁ ମୁଁ ବହୁତ ଭଲ ପାଏ, କିନ୍ତୁ ସମୟ ଅଭାବରୁ ଆମେ ଆଖୁ ରସ ପିଇଦେଇ ପୁଣି ବାହାରି ପଡ଼ିଲୁ ଆଉ ଗୋଟିଏ କାମରେ। ଆମେ ପ୍ରକୃତରେ ଦୁଇଟା କାମ ହିଁ ନେଇକରି ଯାଇଥିଲୁ। ଗୋଟିଏ କାମ ଛିଣ୍ଡିଗଲା, ଆଉ ଗୋଟିଏ କାମ ବାକି ଥିଲା। ଆପଣମାନଙ୍କୁ ଶାଢ଼ୀ ଭିଡ଼ିଓରେ ଯେଉଁ ଶାଢ଼ୀ ସବୁ ଦେଖେଇଥିଲି, କହିଥିଲି ମୁଁ ତା'ର ବ୍ଲାଉଜ୍ ଘରିକା କରିନି। ସେଇ ବ୍ଲାଉଜ୍ ଫ୍ଲାଉଜ୍ ଦେବାକୁ ଗଲି। ଏଇ ଝିଅଙ୍କ ପାଖରେ ହିଁ ମୁଁ ସବୁବେଳେ ଦିଏ, କାହିଁକିନା ତାଙ୍କର ସିଲେଇ ବହୁତ ଭଲ, ଆଉ ସେ ଠିକ୍ ସମୟରେ ଦିଅନ୍ତି। ତାପରେ ତ ଆସି ଖାଇ ପିଇ ଶୋଇକି ଲାଇଭ୍ କଲି। ଆଉ ଲାଇଭ୍ରେ ଯେଉଁ କଥା ପଡ଼ିଲା ସେଇଥିପାଇଁ ହିଁ ମୁଁ ଭିଡ଼ିଓଟି କଲି। ଦେଖନ୍ତୁ, ମଝିରେ ଆମ ବାଡ଼ିରେ ବହୁତ ଫୁଲ ଫୁଟୁଥିଲା, ବହୁତ ମାନେ ବେଶୀ ସୁଗନ୍ଧରାଜ ଆଉ ମଲ୍ଲି। ବହୁତ ଶୀଘ୍ର ବି ସେ ମାଳ ହେଇଯାଏ। ମୁଁ ସବୁବେଳେ ସେଇଥିରେ ମାଳ କରି ଠାକୁରଙ୍କୁ ଦେଉଥିଲି। ଏବେ କିନ୍ତୁ ଫୁଲ ପୁରା କମିଯାଇଛି। ବର୍ଷା ତ ଛାଡ଼ି ଯାଇଛି, ଗଛରୁ ବି ଫୁଲ ସରିଯାଇଛି। ଦଫାଏ ଫୁଲ ଫୁଟିଗଲା ପରେ କିଛି ଦିନ ନିଶ୍ଚୟ ଟିକେ ଫୁଲ କମିଯାଏ, ତାପରେ ଆଉ ଦଫାଏ ଫୁଟେ। କିନ୍ତୁ ଫୁଲମାଳ ଦେବା ବନ୍ଦ ହେଇଗଲେ ମୋତେ ବହୁତ ଦୁଃଖ ଲାଗେ। ବାଡ଼ିରେ ଏତେ କମ୍ ଫୁଲକୁ ଦେଖିକି ଦେଖୁନାହାନ୍ତି କେଡ଼େ ଛୋଟିଆ ମାଳଟିଏ ମୁଁ କରିଛି। କେମିତି ମାଳ କରିବି ମୁଁ ଭାବିପାରେନି। ମୋର ମନେ ହୁଏ ମୋ ଭିତରେ ଥାଇ ମୋତେ ଯେମିତି କିଏ ଠାରିଦିଏ, ଏଇସବୁ ଫୁଲ ନେ, ଆଉ ଏମିତିଆ ମାଳଟେ କର। ସମସ୍ତେ ମୋ ମାଳକୁ ପସନ୍ଦ କରନ୍ତି, କିନ୍ତୁ ମୁଁ ଭାବେ ମାଳ କ'ଣ ମୁଁ ଗୁନ୍ଥେ? ମୋ ଭିତରେ ଥାଇ ଯିଏ ଗୁନ୍ଥେଇ ଦିଏ, ତାକୁ କିନ୍ତୁ କେହି ଜାଣିପାରନ୍ତିନି। ତାକୁ କେବଳ ମୁଁ ଅନୁଭବ କରେ। ଆପଣମାନେ ଆଜି ମୋତେ କହିଲେ ମୋ ଅନୁଭବର କଥା କହିବି। କେଉଁ କଥାଟା କହିବି? ପ୍ରତିଦିନ ପ୍ରତ୍ୟେକଟି କାର୍ଯ୍ୟରେ ମୁଁ ମୋ ଠାକୁରଙ୍କୁ ନେଇକି ବହୁତ ଅନୁଭବ ସାଉଁଟେ। ମୋତେ ଲାଗେ ସେଇସବୁ ଅନୁଭବରେ ହିଁ ମୋ ହୃଦୟର ଗନ୍ତାଘର ପୂର୍ଣ୍ଣ ହୋଇ ରହିଛି। ତାକୁ ବାଣ୍ଟି ଦେଲେ ମୁଁ କାଳେ ଶୂନ୍ୟ ହୋଇଯିବି। ଆପଣମାନେ ବି ଭକ୍ତି, ପ୍ରେମ ଆଉ ସମର୍ପଣ ଭାବ ନେଇ ଚଳନ୍ତୁ। ଦେଖିବେ କେତେ ଅନୁଭୂତି ଆପଣଙ୍କର ବି ଆସିବ। ସେ ଯେ କେହି ବି ହୁଅନ୍ତୁ, ହୁଅନ୍ତୁ ରାମକୃଷ୍ଣ, ହୁଅନ୍ତୁ ନିଗମାନନ୍ଦ, ହୁଅନ୍ତୁ ଆଉ କେହି ବି ଗୁରୁ, ସମସ୍ତେ ଗୁରୁ ଭାବରେ ଆମ ପାଇଁ ସମାନ କାର୍ଯ୍ୟ ହିଁ କରିଥାନ୍ତି। ଆମେ କିନ୍ତୁ ବେଳେବେଳେ ଭେଦଭାବ ରଖୁ। କୌଣସି ଗୁରୁ ଭିତରେ, କୌଣସି ଧର୍ମ ଭିତରେ କେବେ ବି ଭେଦଭାବ ରଖିବା ଉଚିତ ନୁହେଁ। ଆପଣମାନେ କହିଥିଲେ ବୋଲି ମୁଁ ଆଜି ମୋର ଅନୁଭୂତିଟି କହିଲି। ଆଉ ଏବେ ମୁଁ କେମିତି ସରୁ ସରୁ ମାଳ ସବୁ ଗୁନ୍ଥୁଛି ଦେଖନ୍ତୁ। ଖୁବ୍ କମ୍ ଫୁଲରେ ବି ଫୁଲମାଳ ହେଇପାରେ, କିନ୍ତୁ ଆଗରୁ ଯଦି ଆପଣ ଠିକ୍ କରିନଥିବେ, ଅଧା ଗୁନ୍ଥିଲା ବେଳକୁ ଫୁଲ ନଅଣ୍ଟ ପଡ଼ିଯାଏ, ଫୁଲର ସୌନ୍ଦର୍ଯ୍ୟ କମିଯାଏ। ମୋତେ ଲାଗେ ପ୍ରତିଥର ମୋ ଠାକୁର ମୋ ହୃଦୟ ଭିତରେ ଥାଇ ବତେଇ ଦିଅନ୍ତି, କେଉଁ ମାଳକୁ କେଉଁ ଡିଜାଇନରେ ଗୁନ୍ଥିଲେ ସବୁ ଫୁଲ ଠିକ୍ ଠାକ୍ ପାଇଯିବେ। ଏଇଟା ମୋ ହୃଦୟର ନିବୃତ କଥାଟିଏ। କେବଳ ଆପଣମାନଙ୍କୁ ମୋର ପରିବାର ଭୁକ୍ତ ଭାବିଛି ବୋଲି କହିଲି। କେମିତି ଲାଗିଲା ଜଣେଇବେ।